ଶୀତ ଭରା ସକାଳରେ ମୋ ହାତର ଚା ମୋ ସ୍ୱାମୀଙ୍କି ଭାରି ପସନ୍ଦ। ଅଂଶକୁ ଏଇଠି ଟେବଲ ଉପରେ ବସେଇ ଦେଇକି ଆମେ ଚା ବିସ୍କିଟ୍ର ମଜା ନେଇ ଯାଇଥିଲୁ। ଅଂଶ କାଲି ଏତେ ଜୋରେ ବାନ୍ତି କରିଥିଲା ବୋଲି ଆମର ଯେଉଁ ଦୋହର ଆଉ ବେଡ଼ସିଟ୍ ପୁରା ଖରାପ ହେଇଯାଇଥିଲା, ତାକୁ ଧୋଇକିରି ଆଜି ସକାଳୁ ଶୁଖେଇ ଦେଲୁ। ପୂଜାପାଠ କାମ ସବୁ ସାରି ଦେଇ ସାରିଲା ପରେ ଇଏ ପଳେଇ ଯାଇଥିଲେ ଅଫିସ୍, ଆଉ ମୁଁ ଅଂଶକୁ ଗାଧେଇ ପାଧେଇକି ନେଇ ଯାଇଥିଲି ଛାତ ଉପରକୁ। ମୋ ପୁଅ ଏଇଠି ବସିକି ପାଠ ତାର ପ୍ରାକ୍ଟିସ୍ କରୁଛି। ଆଉ ମୁଁ ଆସିକିରି ତଳେ ଏଇଠି କରିଡରରେ ଟିକେ ଗୋଡ଼ ଦେଖେଇଛି ଖରାରେ। ସବୁବେଳେ ତ ଛାତ ଉପରକୁ ଯିବା ପସିବଲ୍ ନୁହେଁ। ଇଏ ଫୋନ୍ କରିକି କହିଲେ ଯେ ମୁଁ ଆସୁଛି ଲଞ୍ଚ ପାଇଁ, ତ ଲଞ୍ଚ ତ ହେଇଯାଇଥିଲା। ତାପରେ ମୁଁ ସବୁ ଗରମ କଲି। ଆଉ 4ଟା ବେଳକୁ ମୁଁ ମୋର ଅଟାଫଟା ଚକଟି ଦେଇଥିଲି। ଏଇ ସାମ୍ନା ପଡ଼ିଆରେ ଦେଖିଲା ବେଳକୁ ଏଠି ଘର କାମ ଷ୍ଟାର୍ଟ ହେବ ବୋଲି ସବୁ ସଫାସୁତୁରା ସବୁଦିନ ଚାଲିଛି ବହୁତ ଜୋରସୋରରେ। ଇଏ ଯେଉଁ ଲଞ୍ଚ କରିକିରି ଗଲା ବେଳକୁ ମୁଁ ଏଠି ତାଙ୍କୁ କରିଡରରେ ଠିଆ ହେଇକିରି ବାଏ କରୁଛି। ତାପରେ ଘର ଟିକେ ପହଁରା ପହଁରି କରିକିରି ଟିକେ ସଫାସୁତୁରା କରିଦେଲି, ଯେହେତୁ ଅଂଶ ଶୋଇଥିଲା। ତ ଏତିକି ବେଳେ ହିଁ ମୋତେ ମୌକା ମିଳେ ଘର ସଫା କରିବାକୁ। ଏଠି ଆଣିକିରି ଏ ଫୁଲଟି କ'ଣ ମୋତେ କହିବେ, ତାର ମଞ୍ଜି ଶୁଖେଇଛି ଆଉ ନଡ଼ିଆ ତେଲ ରଖିଥିଲି, କାହିଁକି ନା ଶୀତ ଦିନ।